ତିନି ଦିନ ଭିତରେ ହାଜର ହୁଅ ଏପରି ଲେଖି ନିକିତାଙ୍କ ଘରେ ନୋଟିସ୍ ମାରିଛି ଜୌନପୁର ପୋଲିସ। ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା ଏଆଇ ଇଞ୍ଜିନିୟର ତାଙ୍କ ସ୍ତ୍ରୀ ନିକିତାଙ୍କ ଉପରେ ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ଏହି ଖବର ନିଆଁ ଭଳି ବ୍ୟାପିଥିଲା। ଏମିତିକି ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ। ଅତୁଲ ସୁବାସ ଆତ୍ମହତ୍ୟା ଘଟଣାରେ ବେଙ୍ଗାଲୁରୁ ପୋଲିସ ଉତ୍ତରପ୍ରଦେଶର ଜୌନପୁରରେ ପହଞ୍ଚିଛି। ସ୍ଥାନୀୟ ପୋଲିସ ସହଯୋଗରେ ନିକିତାଙ୍କ ଘରକୁ ଯାଇ ନୋଟିସ୍ ଲଗାଇଥିଲେ ବେଙ୍ଗାଲୁରୁ ପୋଲିସ। ଆଉ ନୋଟିସ୍ରେ ଲେଖାଯାଇଥିଲା 3 ଦିନ ଭିତରେ ବେଙ୍ଗାଲୁରୁ ପୋଲିସକୁ ଦେଖା କରନ୍ତୁ। ତଥ୍ୟ ଓ ପରିସ୍ଥିତି ବିଷୟରେ ବାଙ୍ଗାଲୋର ପୋଲିସ ନିକିତାଙ୍କ ଠାରୁ ପଚରା ଉଚରା କରିବ ବୋଲି ନୋଟିସ୍ ପ୍ରଦାନ କରିଛି। ଅନ୍ୟପଟେ ଅତୁଲଙ୍କ ଶାଶୁ ଏବଂ ଶଳା ନିଜ ଘର ଛାଡ଼ିଛନ୍ତି।